ଝିଅଟି ଛେଳି ମାନଙ୍କୁ ନେଇକି ଜଙ୍ଗଲ ଭିତରକୁ ଚରିବା ପାଇଁ ଗଲା। ସବୁ ଛେଳି ଚରୁ ଚରୁ ହଠାତ୍ ଗୋଟେ ଛେଳି ଘନ ଜଙ୍ଗଲ ଭିତରକୁ ପଳେଇଲା। ଝିଅଟି ତା ଛେଳିକି ଖୋଜି ଖୋଜି ସେ ଘନ ଜଙ୍ଗଲ ଭିତରକୁ ଗଲା। ଦେଖିଲା କି ହଠାତ୍ ଜଙ୍ଗଲ ଭିତରେ ଅନ୍ଧାରରେ କିଛି ଗୋଟେ ଜିନିଷ ଚମକୁଛି। ଯେତେବେଳେ ଝିଅଟି ସେ ଚମକୁଥିବା ଜିନିଷ ପାଖକୁ ଗଲା, ଦେଖିଲା କି ସେଠି ଲାଲ ରଙ୍ଗର ପଥର ମେଞ୍ଚେ ପଡିଛି। ଆଉ ସେ ପଥର ଗୁଡିକ ବହୁତ ସୁନ୍ଦର ଦେଖାଯାଉଛି। ସେ ଝିଅଟି ଯେତେ ପାରିଲା ସେ ପଥରକୁ ସାଉଁଟି ନେଇକି ନିଜ ସାଙ୍ଗରେ ତା ଛେଳିକି ନେଇକି ଘରକୁ ଆସିଲା ବାଟରେ ମେଞ୍ଚେ କୁଆ ସେ ଝିଅଟିର ଛେଳି ଗୁଡିକୁ ଖୁମ୍ପିବାକୁ ଲାଗିଲେ ଆଉ ତାକୁ ହଇରାଣ କଲେ। ଝିଅଟି ଯୋଉ ପଥର ଆଣିଥିଲା ବାଟୁଳି ଖାଡ ସାହାଯ୍ୟରେ ସେ କୁଆ ମାନଙ୍କୁ ସେ ପଥରରେ ମାରିବାକୁ ଲାଗିଲା। ଏମିତି ବାଟୁଳି ଖାଡରେ କୁଆ ମାନଙ୍କୁ ପଥର ମାରି ମାରି ଝିଅଟି ତାର ସବୁ ପଥର ସାରିଦେଲା। ଲାଷ୍ଟକୁ ଗୋଟେ ପଥର ବଞ୍ଚିଥିଲା। ଯେତେବେଳେ ସେ ପଥରଟିକୁ ଝିଅଟି ବାଟୁଳି ଖାଡରେ ଲଗେଇକି ମାରିବା ପାଇଁ ବସିଥିଲା, ଠିକ ସେଇ ଟାଇମରେ ଗୋଟେ ହୀରା ବେପାରୀ ସେ ବଣ ଦେଇ ଆସୁଥିଲା। ହୀରା ବେପାରୀ ଝିଅଟିର ହାତରେ ଏ ଲାଲ ରଙ୍ଗର ପଥର ଦେଖିକି ଆଶ୍ଚର୍ଯ୍ୟ ହେଇଗଲା। ଆଉ ସେ ଝିଅଟିକୁ କହିଲା କି ଏ ଲାଲ ରଙ୍ଗର ପଥର ତୁମେ ଖପାଡ଼ି ଦଉଛ କାହିଁକି? କାରଣ ଏ ଲାଲ ରଙ୍ଗର ପଥରର ମୂଲ୍ୟ ଜାଣିଲେ ତୁମେ ଆଶ୍ଚର୍ଯ୍ୟ ହେଇଯିବ। ଏଟା କୌଣସି ପଥର ନୁହେଁ, ଇଏ ହେଲା ଦୁନିଆର ସବୁଠାରୁ ଦାମୀ ହୀରା। ଆଉ ମାର୍କେଟରେ ଆକୁ ଯଦି ଆପଣ ବିକିବେ ଆର ମୂଲ୍ୟ ଆପଣଙ୍କୁ ସିଏ ବହୁତ ଟଙ୍କା ଦବ। ତାପରେ ଝିଅଟି ମନ ଦୁଃଖ କରି ନିଜ ମୁଣ୍ଡକୁ ଧରି ବସି ପଡ଼ିଲା ଆଉ କାନ୍ଦିବାକୁ ଲାଗିଲା। ତାପରେ ହୀରା ବେପାରୀ ଜଣକ ସେ ଝିଅଟିକୁ କହିଲା କି ତୁମେ ଏମିତି କାନ୍ଦୁଛ କାହିଁକି? ଝିଅଟି କହିଲା କି ମୁଁ ଜଙ୍ଗଲ ଭିତରୁ ଏମିତି 50ଟା 60ଟା ପାଖାପାଖି ପଥର ଆଣିଥିଲି। ସବୁ ପଥରକୁ ମୁଁ ଖପାଡ଼ି ସାରିଲିଣି, କିନ୍ତୁ ଏଇ ଗୋଟିଏ ପଥର ମୋ ପାଖରେ ଅଛି। ତାପରେ ଏ ବେପାରୀ ଜଣକ ସେ ଝିଅଟିକୁ କହିଲା କି ତୁମେ ବ୍ୟସ୍ତ ହୁଅ ନା ଆଉ ମନ ଦୁଃଖ କର ନା, କାରଣ ସବୁ ଜିନିଷର କିଛି ନା କିଛି ମୂଲ୍ୟ ଅଛି। ଯେବେ ବି କିଛି ଜିନିଷ ପାଇବ ଖପାଡ଼ିବା ପୂର୍ବରୁ ତାକୁ ଅନ୍ୟ ଲୋକମାନଙ୍କୁ ଦେଖେଇବ ଆଉ ସେ ଜିନିଷ ବିଷୟରେ ଜାଣିବାକୁ ଚେଷ୍ଟା କରିବ, କାରଣ ପଥର ହେଲେ ବି ସିଏ ବହୁତ ମୂଲ୍ୟବାନ।